কবি না রଣପୁର রাজা মুন্ডিয়া মারলে জগন্নাথ। আচ্ছা মুন্ডিয়া মারলা ভাই কোন ঘটিলা? কইলে থকা মন চাল ଯିବା ଯିବା চোখা নয়ন ଦେଖିବା। কিরে যেতে পালা বালা ସବୁ ଆମେ পালা গাই ଗାଆନ୍ତି ମନଟାକୁ ତ କେହି ଥକା ମନ କହନ୍ତି। ଆଉ କଣ କଣ କହନ୍ତି? କହନ୍ତି ରେ ପାଗେଳା ମନ ରେ ବାଉଳା ମନ ରେ ଚଞ୍ଚଳା ମନ ରେ ଅବୋଧ ମନ। ହଁ ରେ ଜଳଖିଆ ଖିଆ ମନ এই কথা তো কোন ମନଟାକୁ କିଏ ଥକା କରିପାରିବ? ନାଇଁ ମନଟା ତ ସଦାବେଳେ ଚଳଚଞ୍ଚଳ ଥକା ହବନି ସିଏ। ଏଠି କବି କେମିତି ଲେଖିଲେ ରେ ଥକା ମନ ଚାଲ ଯିବା? ଏଟିଆ ପଦ ପଢିବା ପାଇଁ ଲେଖିଦେଲେ ନାଇଁ ଆଉ ନାଇଁ ଆଉ କେମିତି କଣ ଲେଖିଲେ? ପଦ୍ମନାଭ ନରେନ୍ଦ୍ର ଆଜ୍ଞା କହିଲେ ମନଟା ଯେତେବେଳ ପର୍ଯ୍ୟନ୍ତ ଥକା ନ ହେଇଛି ନ ହେଇକି ସେତେବେଳ ପର୍ଯ୍ୟନ୍ତ ଚକା ନୟନ ଦେଖିପାରିବନି। ଦେଖିପାରିବନି ଦେଖିପାରିବନି ନା କେମିତି? କେମିତି ଦେଖିପାରିବନି? ନା ଭଲା ପଚାରିଲୁ ଗୁପତ ସନ୍ଧି ଭଲା ପଚାରିଲୁ ଗୁପତ ସନ୍ଧି ଗୁପତ ସନ୍ଧି ଭଲା ପଚାରିଲୁ ଗୁପତ ସନ୍ଧି ପାରେ ବନ୍ଦି ଶୂନ୍ୟ ପୁରୁଷ ଶୂନ୍ୟ ପାରେ ବନ୍ଦି କଲା ଶୂନ୍ୟ ପୁରୁଷ ଶୂନ୍ୟରେ ଅଟଇ ଶୂନ୍ୟ ପୁରୁଷ ଶୂନ୍ୟରେ ଅଟଇ ଶୂନ୍ୟ ପୁରୁଷ ଶୂନ୍ୟରେ ଅଟଇ ଶୂନ୍ୟ ପୁରୁଷ ଶୂନ୍ୟରେ ଅଟଇ ଶୂନ୍ୟରେ ଗମିଲେ ପାଇବୁ ତୁହି ଶୂନ୍ୟରେ କମିଲେ ପାଇବୁ ତୁହି। ଜୀବନର ମୂଳଟା ହେଲା ଶୂନ୍ୟ। କଣ ଜୀବନର ମୂଳଟା ହେଲା ଶୂନ୍ୟ? ମନଟା ଯେତେବେଳେ ଶୂନ କରିଦବୁ ଶୂନ କରିଦେବି ମନଟା ଯେତେବେଳେ ଶୂନ୍ୟ କରିଦବୁ ସେତିକି ବେଳେ ଚକା ନୟନକୁ ଦର୍ଶନ କରିବୁ। ବୁଝିପାରୁନି ଆପଣଙ୍କ ପାଲା ମନଟାକୁ କଣ ଶୂନ କରିଦେବି? ବାଇଆ ବାବା ବାଇଆ ଗୀତାରେ କହିଲେ ଆଜ୍ଞା କହିଲେ କାମନା ବାସନାକୁ କରିବୁ ରେ ଦୂର କାମନା ବାସନାକୁ କରିବୁ ରେ ଦୂର ଏବେ ଯାଇ ଦେଖିବୁ ତୁ କାଳିଆ ଠାକୁର ତେବେ ଯାଇ ଦେଖିବୁ ତୁ କାଳିଆ ଠାକୁର। କାମନା ବାସନାକୁ ଯେତେବେଳେ ଦୂର କରିଦବୁ ଯେତେବେଳେ ଦୂରେଇ ଦେବା যে পর্যন্ত কামনা দূর ন করিছি ନ କରିଛୁ সে পর্যন্ত তু জগা কেবে দর্শন করিনি। ପାରିବନି ପାରିବନି কাই କଣ ପାଇଁ? গৌতম বুদ্ধ কইলে সংসার হেলা দুঃখময় ସଂସାର ଦୁଃଖ দুঃখর নিশ্চিত কারণ রহিছে ନହ ଅଛି ନା কারণ নহলে দুঃখ আসিব ଦୁଃଖ କୋଉଠୁ ଆସିବ? ଆଉ ଦୁଃଖର କାରଣ ହଉଛି କାମନା। କାମନା ଯେତେବେଳେ ଯାକେ କାମନା ରଖିଛ ଦୁଃଖ ଦୁଲ ଦୁଲକିନି ମାଡ଼ିକି ଆସିବ। ଦୂର ଦୂରକିରି ଆସିବ ହେ କେମିତି କଣ? ଆଉ କାମନାର ଯେତେବେଳେ ବିନାଶ ହବ ସେତେବେଳେ ଦୁଃଖର ବିନାଶ ହେଇଯିବ। ବିନାଶ ପାଇବାର ଆଶା ନଥିବ। ପିଲାମାନେ ଆସୁଛନ୍ତି ପାଲା ଶୁଣିବା ପାଇଁ ପାଲା ଶୁଣୁଛନ୍ତି ଆଜ୍ଞା କିଏ ବାଇକ ଉପରେ ବଇଛି ତ କିଏ ଠିଆ ହେଇକି ପାଲା ଶୁଣୁଛି। ହଁ କିଏ ଚା ଖାଇକି ପାଲା ଶୁଣୁଛନ୍ତି। ହଁ ସେମାନଙ୍କ ହୃଦୟରେ ଗୋଟେ କାମନା ଅଛି। ହଁ ଆଜି ହୋତା ନନା ଆସିଛନ୍ତି ଆଠଗଡ଼ରୁ କଣ କହିବେ ଶୁଣିବା ଆଉ। ହୋତାନ ନାସ କଣ ୟର୍କର ହବ ଜଗା ଭାଇ? ତେଣୁ ଜୀବନ ଭିତରେ କବି କହିଲେ ପ୍ରତ୍ୟାଗ୍ରାମ୍ବୋଧ ଭିର୍ନାଜନର ବିତନୟା ନୀଳ ପାଠୋଜ ମାଳା। ଏ ଜଗନ୍ନାଥ ହଉଛି କଳା। ଜଗନ୍ନାଥ କଳା ପରା। ଆ ଜଗନ୍ନାଥ ତ କଳା କାହିଁକି କଳା? କଣ ମ ଜଗନ୍ନାଥ କଳା ସମସ୍ତେ କହନ୍ତି। ହଁ ସମସ୍ତେ ତ କହୁଛେ କାଳିଆ ଠାକୁର। କାହିଁକି କଳା କହିପାରିବୁ ଜଗନ୍ନାଥ? ତମେ ଗାଡିରେ ରହିଲେ ଆମେ କଳା କଥା କହିବୁ, ପଳେଇଲେ କହିବୁ।
এই ଆଜ୍ଞା କବି କହିଲେ ପ୍ରତି ଯୁକ୍ତ ଅଗ୍ର ଯୁକ୍ତ ଅମ୍ବୁଦ ବୁଦ ପ୍ରତ୍ୟାଗ୍ରାମ୍ବୁଦ। ହଁ ହଁ ବୁଝିହେଲା ଏ କଥାଟା। ବୋଲନ୍ତେ ଝଳର ରଙ୍ଗଟା କଣ? ଜଳର ରଙ୍ଗଟା ହଉଛି ଧଳା, ସ୍ୱଚ୍ଛ, ପରିଷ୍କାର, ନିର୍ମଳ। ଗୋଟେ ପାଞ୍ଚଣ ଆଇନ ଗୋଟେ ପାଞ୍ଚଣଟେ ଦେ ପିଟିବି ଆ ବୋପା ନାକ ଚାଲି ଆସିବ। ଜଳ ରଙ୍ଗ କଣ? ମୁଁ ତ ଯାହା କହିଲି ଧଳା। ଚପ ପୁଣି ଚବୁ ଜଳର ରଙ୍ଗ ହେଲା କଳା। ଜଳର ରଙ୍ଗ କଳା ହେଇଥିବ। ଏ ରଣପୁରିଆ ରାଜା କହିଲେ ହଁ ଜଗନ୍ନାଥ ମହାପ୍ରଭୁ ହଁ ମେଘର ରଙ୍ଗକୁ ଚୋରି କରିଦେଇକି ତା ଦେହରେ ବୋଳିଛି ବୋଲି କଳା ହେଇଯାଇଛି। ମେଘର ରଙ୍ଗକୁ ଚୋରି କରିଛି। ତାହେଲେ ମୋ ପ୍ରଭୁ କଣ ଚୋର? କଲାସି କର ଶୁଣି କର ହଁ ହଁ ଇଏ ମୁଞ୍ଚି କାଳେ ଜଳ ଧର ଭଲାରେ ପିଟିକାରେ ଦଳ ଧର ଆରେ ପିଟିକାରେ ଦଳ ଧର ପଟା ଭାଙ୍ଗିଯିବ। କଲା ଶୁଣାଇ ସଭିଙ୍କି କହି କହି ମୁକେଶ ସମାନ ନଇ ଭଲାରେ ମୁକେଶ ସମାନ ନଇ ମୁକେଶ ସମାନ ନଇ ଏ ଘନ କେସି ବୋଲିବାର କବିଙ୍କ ଦୋଷ। ବୋଲା ସୁହୃଦତା ସଦଳିତ ହୋଇଲେ ପ୍ରେମା। ଏ ହେଉଛି ପବିତ୍ର ରଣପୁର ମାଟି। ପାଦ ଦେଇଥିଲି ମୁଁ ବାଦପାଲା ଗାଇଥିଲି 5 ରାତି। 5 ଦିନ ଗାଇଦେଲେ କଣ? ତାପରେ ମତେ କୁହାଇଥିଲା ଆସିବା ପାଇଁ ତ୍ରିନାଥ ମନ୍ଦିର ପାଲାକୁ। ଆଚ୍ଛା ପାଲାକୁ ଆସିପାରିଲିନି, ଆଜ୍ଞା ଆଜ୍ଞା ଶରୀର ଅସୁସ୍ଥ। ଆଜ୍ଞା ବ୍ରଜରାଜପୁରରେ ବାଦପାଲା ଗାଇଲା ବେଳେ ଜଗା ହେଇଯାଇକି ପହଞ୍ଚିଲା। କହିଲା ଭାଇନା ତମେ ଠକିଦେଲ। ମୁଁ କହିଲି ନା। ହଁ ନନା ଠକିଦେଲେ ଆଉ। ମୁଁ କହିଲି ମୁଁ ଠକିନି, ନାଇଁ ନା ଯାହା ହଉ ଏ ତ୍ରିନାଥଙ୍କ ଦୟାରୁ ବା ମୁଁ ମରୁ ମରୁ ବଞ୍ଚିଗଲି। ବଞ୍ଚି ଯାଇଛି ଆଜି। ଉତ୍କଳ ହସ୍ପିଟାଲରେ 18 ଦିନ ମୋ ମୁହଁରେ ଭେଣ୍ଟିଲେଟର ଲାଗିଥାଏ। କେହି ଭାବିନଥିଲେ ଓଡ଼ିଶାରେ ପ୍ରଚାରିତ ହେଇଗଲା ନୃସିଂହ ହୋତା ମରିଯାଇଛି। ମରି ଯାଇଛି ନୃସିଂହ ହୋତା। କିନ୍ତୁ ଜବାବ ଦେଇଥିଲି। ହଁ ଖାଲି ଜବାବ ନୁହଁ, ନାଇଁ ତ ନୃସିଂହ ହୋତା ଜବାବ କେବେ ଭୁଲ ହବନି। ନା ନା ଆଜି ଅନୁଷ୍ଠାନ ମତେ ପଇସା ଦେଇକି ପାଲା କରିବ। ହଁ ଆସନ୍ତା କାଲି ଦିହିପରେ ମୋ ତରଫରୁ ମୁଁ ମାଗେଣା ପାଲା ଗାଇବି। ଦିଅ ତାଳି ତାଳି ମାର ତାଳି ମାର। ହୋତା କାଲି ମାଗଣା ପାଲା ଗାଇବେ। ହୋତାଙ୍କୁ ପାଲା ଜୁଟୁ ନେଇ ମାଗଣା ପାଲା ଆମେ ଗାଇବୁ। ଆସନ୍ତା କାଲି ମୁଁ ମାଗେଣା ପାଲା ଗାଇବି। ଜବାବ ନୃସିଂହ ହୋତାର ଭୁଲ ହବନି। ଆପଣ ମାଗଣା ପାଲା ଗାଇବେ। ଆମର କେତେ ଟଙ୍କା ନବୁ? କେତେ ଟଙ୍କା ଆପଣ ଦେଇପାରିବେ? କେତେ ଟଙ୍କା ଆପଣ ଦେଇପାରିବେ? ବାଳିଆ ମାନଙ୍କ ରେଟ୍ ରାତିକେ ଟଙ୍କା 800-700 ଟଙ୍କା ଲେଖେ ନବ। ବେଶୀ କଥାବାର୍ତ୍ତା କରୁଛୁ। ଏଠିକି ଆସ। କବି କହିଲେ ହେ ଜଗନ୍ନାଥ ଜଗନ୍ନାଥ ତମେ ହଉଛ କଳା। କଳା କାହିଁକି? କଣ ପାଇଁ କଳା ହେଲେ? ନା ରବି ତ ନୟା ରବି ବୋଲନ୍ତେ ସୂର୍ଯ୍ୟ, ସୂର୍ଯ୍ୟଙ୍କ ଝିଅ ହେଲା ଯମୁନା। ଯମୁନା